ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଅଛନ୍ତି ଓ ଆପଣମାନଙ୍କର ଉତ୍ସାହ ଆପଣମାନେ ସଦାସର୍ବଦା ରଖନ୍ତୁ, ଏହା ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପାପ ଛାଡ଼ିବା କାହିଁକି କଷ୍ଟକର ହେଉଛି। ଉପଦେଶକ ପୁସ୍ତକ 8 ଅଧ୍ୟାୟର 11 ପଦରେ ଲେଖାଗଲା, କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ତ୍ୱରିତ ସିଦ୍ଧ ନହେବାରୁ ମନୁଷ୍ୟ ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ। କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ଶୀଘ୍ର ତ୍ୱରିତ ନଥିବାରୁ, ଏହାର ଅର୍ଥ ପାପ କରୁ କରୁ ସାଙ୍ଗେ ସାଙ୍ଗେ ଦଣ୍ଡ ଆସୁନାହିଁ। ଯେଉଁ ସମୟରେ ଲୋକମାନେ ପାପ କରୁଛନ୍ତି, ପାପ କଲା ପରେ ସେମାନେ ଦେଖୁଛନ୍ତି ଯେ କିଛି ତ ହେଲା ନାହିଁ, ମୁଁ ମିଛ କଥା କହିଲି କିଛି ହେଲା ନାହିଁ, ମୁଁ ଖରାପ ଭିଡ଼ିଓ ଦେଖିଲି କିଛି ହେଲା ନାହିଁ, ମୁଁ ଗର୍ବ କାଢ଼ିଲି କିଛି ହେଲା ନାହିଁ, ମୁଁ କାହାକୁ ଗାଳି କଲି କିଛି ହେଲା ନାହିଁ। ଯେତେବେଳେ ସେମାନେ ଦେଖୁଛନ୍ତି କିଛି ହେଉନାହିଁ, ସେଥିପାଇଁ ସେମାନେ ପାପ ଛାଡ଼ିବା ପାଇଁ ସେମାନଙ୍କୁ ଇଚ୍ଛା ଲାଗୁନାହିଁ। ସେମାନେ ଭାବୁଛନ୍ତି ଯେ ମୁଁ ଏ ପ୍ରକାର ଭୁଲ କାମ କଲି, କୌଣସି ପ୍ରକାର ମୋତେ ଦଣ୍ଡ ଆସିଲା ନାହିଁ, କୌଣସି ପ୍ରକାର ପରମେଶ୍ୱରଙ୍କ କ୍ରୋଧ ଆସିଲା ନାହିଁ, ମୋତେ କୌଣସି ରୋଗ ହେଲା ନାହିଁ, ଜ୍ୱର ହେଲା ନାହିଁ, ଆକ୍ସିଡେଣ୍ଟ ହେଲା ନାହିଁ, ମୋର ବିଜନେସ୍ ଯେମିତିକୁ ସେମିତି ଚାଲିଛି, ମୋର ଚାକିରି ଯେମିତିକୁ ସେମିତି ଚାଲିଛି, ମୋର ପ୍ରଚାର ସେ ସମାନ ଚାଲିଛି, କୌଣସି ପ୍ରକାର ଅଭିଷେକର କମି ହେଇନାହିଁ, ମୁଁ ଆଜି ମଧ୍ୟ ସେଇ ପ୍ରକାର ସୁନ୍ଦର ଭାବରେ ୱର୍ସିପକୁ ମୁଁ ଲିଡ୍ କରୁଛି। ଏହା ଲୋକମାନଙ୍କର ଭାବନା। କାରଣ ପାପ କଲା ପରେ ଯଦି ସାଙ୍ଗେ ସାଙ୍ଗେ ଦଣ୍ଡ ପଳାଇ ଆସିଥାନ୍ତା, ତାହେଲେ ଲୋକମାନେ ପାପ କରିବା ପାଇଁ ଆଗ୍ରହ କରିନଥାନ୍ତେ, ପାପ ସାଙ୍ଗେ ସାଙ୍ଗେ ଛାଡ଼ି ଦେଇଥାନ୍ତେ। ଆଜି ପାପ ଛାଡ଼ିବା ପାଇଁ କଷ୍ଟକର କାହିଁକି ଲାଗୁଛି, ଏତେ କଷ୍ଟ କାହିଁକି ଲାଗୁଛି? କାରଣ ପାପ କରୁ କରୁ କୌଣସି ପ୍ରକାର ଦଣ୍ଡ ମନୁଷ୍ୟକୁ ଆସୁନାହିଁ। ଏଥିପାଇଁ ସେମାନେ ଭାବୁଛନ୍ତି ଯେ କିଛି ତ ଦଣ୍ଡ ଆସିନାହିଁ, ଆଉ କୌଣସି ପ୍ରକାର ଦଣ୍ଡ ଆସିବ ନାହିଁ, ଏହା ସମସ୍ତେ ଭାବୁଛନ୍ତି। ପ୍ରିୟମାନେ, ଯେଉଁ ସମୟରେ ଆମେ ପାପ କରୁ, ପରମେଶ୍ୱର ଆମକୁ ଅନୁତାପ କରିବା ପାଇଁ ସମୟ ଦେଉଛନ୍ତି, ଅନୁତାପ କରିବା ପାଇଁ ସୁଯୋଗ ଦେଉଅଛନ୍ତି। ଆଉ ଯଦି ଆମେ ଅନୁତାପ ନ କରି ସେ ସୁଯୋଗକୁ ଆମେ ଆହୁରି ଯଦି ପାପ କର୍ମରେ ଆମେ ଲିପ୍ତ ରହିବା, ତାହେଲେ ଆମର ଭୟଙ୍କର ପରିଣାମ ହେବ। ପାପ କରିବା ପାଇଁ କାହିଁକି ଲୋକମାନେ ଇଚ୍ଛା କରୁଛନ୍ତି, ପାପ ଛାଡ଼ିବାଟା କାହିଁକି ଲୋକମାନଙ୍କୁ କଷ୍ଟକର ଲାଗୁଛି? କାରଣ ସାଙ୍ଗେ ସାଙ୍ଗେ ଦଣ୍ଡ ମିଳୁନାହିଁ, ସାଙ୍ଗେ ସାଙ୍ଗେ ବିଚାର ହେଇଯାଉନାହିଁ। ଯେତେବେଳେ କୌଣସି ପ୍ରକାର ଖରାପ ଭିଡ଼ିଓ ଦେଖୁ ଦେଖୁ ଆମର ଆଖି ଖରାପ ହେଇଯାଇଥାନ୍ତା, କୌଣସି ପ୍ରକାର ଖରାପ କଥା କହୁ କହୁ ଆମେ କଥା କହିପାରିନଥାନ୍ତୁ, ତାହେଲେ ମନୁଷ୍ୟମାନେ ଡରିଥାନ୍ତେ ସେଇ ପ୍ରକାର ପାପ କରିବା ପାଇଁ। ମାତ୍ର ସାଙ୍ଗେ ସାଙ୍ଗେ ଦଣ୍ଡ ଆସୁନାହିଁ, ଏହାର ଅର୍ଥ ନାହିଁ ଯେ ପରମେଶ୍ୱର ଦଣ୍ଡ ଦେବେ ନାହିଁ, ପରମେଶ୍ୱର ବିଚାର କରିବେ ନାହିଁ। ସେ ବିଚାରକର୍ତ୍ତା ପରମେଶ୍ୱର ଅଟନ୍ତି। ସେ ପାପକୁ ପାପ କହିବେ, ଅନ୍ୟାୟକୁ ଅନ୍ୟାୟ କହିବେ। କୌଣସି ପ୍ରକାର ଭାବରେ କୌଣସି ବ୍ୟକ୍ତି ବର୍ତ୍ତିଯିବେ ନାହିଁ। ସୁଯୋଗ, ଆଉ ସେ ସୁଯୋଗରେ ଆମମାନେ ଅନୁତାପ କରିବା କଥା, ମନ ପରିବର୍ତ୍ତନ କରିବା କଥା, ପ୍ରଭୁଙ୍କ ପ୍ରତି ଆମକୁ ଫେରିବାର ଆବଶ୍ୟକ ରହିଅଛି। ପାପ ଛାଡ଼ିବା ପାଇଁ କାହିଁକି କଷ୍ଟକର ହେଉଛି? ଲେଖାଯାଏ ଏବ୍ରୀ ପୁସ୍ତକ ଏହାର 11 ଅଧ୍ୟାୟର 25 ପଦରେ, ପାପର କ୍ଷଣିକ ସୁଖ ଭୋଗ। ପାପ ଛାଡ଼ିବା ପାଇଁ କାହିଁକି ଏତେ କଷ୍ଟକର ହେଉଛି? କାରଣ ପାପ ସୁଖ ଦେଉଛି। ଯେଉଁ ସମୟରେ ଗୋଟେ ବ୍ୟକ୍ତି ପାପ କରୁଛି, କାହିଁକି କରୁଛି? ସେ ପାପରେ ସୁଖ ରହିଛି, ଅଳ୍ପ ସମୟର ସୁଖ ରହିଛି। ସେ ଅଳ୍ପ ସମୟର ସୁଖ ଅନନ୍ତକାଳୀନ ଦୁଃଖ ଆମକୁ ଆଣି ଦେଉଛି, ଏହା ଲୋକକୁ ଜଣା ନାହିଁ। ପ୍ରିୟମାନେ, ଯେଉଁ ସମୟରେ ଜଣେ ପକ୍ଷୀ ଧରିବା ବାଣୁଆ ସେ ଜାଲ ବିଞ୍ଛଉଛି, ଆଉ ସେଠି ବିଭିନ୍ନ ପ୍ରକାର ଚାଉଳ, ବିଭିନ୍ନ ପ୍ରକାର ଖାଦ୍ୟ ରଖୁଛି, ଉପରୁ ସେ ପକ୍ଷୀ ସେ ଦେଖିପାରୁନାହିଁ, ତାକୁ ଜାଲ ଦିଶୁନାହିଁ, ମାତ୍ର ତାର ମନ ଭିତରେ ମୁଁ ଯିବି, ସେ ଦାନାକୁ ଖାଇବି, ସେ ଉଡ଼ିକିନା ଆସୁଛି, ଆଉ ସେ ଦାନାକୁ ଖାଉଛି, ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି, ଯାହା ହଉ ଏଇ ପ୍ରକାର ଜାଗାରେ ମୋତେ ଖାଇବାକୁ ମିଳିଲା। ମାତ୍ର ତାକୁ ଜଣା ନାହିଁ ଯେ ତାର ଗୋଡ଼ ଜାଲରେ ଲାଗିଯାଇଛି,
ତାକୁ ସୁଖ ଲାଗୁଛି ଖାଇବାଟା, ମାତ୍ର ଉଡ଼ିବାକୁ ଚେଷ୍ଟା କଲେ ସେ ଆଉ ଉଡ଼ି ପାରିବ ନାହିଁ, ଧରା ପଡ଼ିଯିବ, ତାକୁ ନିଆଁ ହେବ, ତାକୁ କଟା ହେବ, ତାକୁ ମରା ହେବ, ଏହା ସେ ଜାଣେ ନାହିଁ। ଆଜି ଅନେକ ଜଣ ପାପ କରିବା ପାଇଁ ସେମାନେ କାହିଁକି ଭୟଭୀତ ହେଉନାହାନ୍ତି ବା ପାପ ଛାଡ଼ିବା ପାଇଁ ତାଙ୍କୁ କାହିଁକି କଷ୍ଟକର ଲାଗୁଛି? ଏଥିପାଇଁ ଯେ ପାପ ସୁଖ ଦେଉଛି। ମୂଷା ମିଶ୍ର ଦେଶର ରାଜପ୍ରସାଦରେ ବଢ଼ିଥିଲେ। ସେହି ସ୍ଥାନରେ ବିଭିନ୍ନ ପ୍ରକାର ପାପ ଗୁଡ଼ିକ ଚାଲିଛି, ମାତ୍ର ମୂଷା ଦେଖିଲେ ଯେ ଏହି ପାପ କ୍ଷଣିକ ସୁଖ ଦିଏ, ଅଳ୍ପ ସମୟ ପାଇଁ ସୁଖ ଦିଏ, ମାତ୍ର ଅନନ୍ତ ଦୁଃଖ ଦିଏ। ସେଥିପାଇଁ ମୂଷା କହିଲେ ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବା ପାଇଁ ସେ ପସନ୍ଦ କଲେ। ପ୍ରିୟମାନେ, ମୂଷାଙ୍କୁ ସୁଯୋଗ ଥିଲା, ଯୋସେଫଙ୍କୁ ସୁଯୋଗ ଥିଲା, ଦାନିଏଲକୁ ସୁଯୋଗ ଥିଲା ପାପ କରିବା ପାଇଁ, ମାତ୍ର ସେମାନେ ପାପ କଲେ ନାହିଁ। କାହିଁକି କଲେ ନାହିଁ? କାରଣ ସେମାନେ ଏ କ୍ଷଣିକ ସୁଖ ଦରକାର ନାହିଁ। ସେମାନେ କହିଲେ ଆମକୁ ଅନନ୍ତ ସୁଖ ଦରକାର। ଆଜି ପାପ ଛାଡ଼ିବା ପାଇଁ କଷ୍ଟକର କାହିଁକି ହେଉଛି? ପାପ ସୁଖ ଦେଉଛି। ଆଜି ଅନେକ ଜଣ ଅଛନ୍ତି ସେ ସୁଖକୁ ନେଉଛନ୍ତି, ଅଳ୍ପ ସମୟ ପାଇଁ ସୁଖ ପାଇଁ ମଦ ପିଉଛନ୍ତି, ଅଳ୍ପ ସମୟ ସୁଖ ପାଇଁ ବ୍ୟଭିଚାର କରୁଛନ୍ତି, ଅଳ୍ପ ସମୟ ପାଇଁ ସୁଖ ପାଇଁ ଲାଞ୍ଚ ନେଉଛନ୍ତି, ମାତ୍ର ସେମାନଙ୍କ ପାଇଁ ଅନନ୍ତ ଦଣ୍ଡ, ଅନନ୍ତ ଦୁଃଖ ଭୋଗ ଅପେକ୍ଷା କରୁଛି। ଆପଣ ଏ ଅଳ୍ପ ସମୟର ସୁଖ ପାଇବା ପାଇଁ ଅନନ୍ତ କାଳ ନରକକୁ ଯାଆନ୍ତୁ ନାହିଁ। ପ୍ରଭୁ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଆସିଲେ। ପ୍ରିୟମାନେ, ଏ ଯେଉଁ ପାପର ସୁଖ ଆମକୁ ଅଳ୍ପ ସମୟ ଦେବ, ମାତ୍ର ଅନନ୍ତ ଦୁଃଖ ଦେବ। ଏହା ଆମମାନେ ଜାଣିବାର ଆବଶ୍ୟକ ରହିଛି। ଆଉ ଗୋଟେ ପଦ ଆମେ ପଢ଼ି ଆଗକୁ ବଢ଼ିବା। ଏବ୍ରୀ 10 ଅଧ୍ୟାୟ ଏହାର 26 ପଦ। କାହିଁକି ପାପ ଛାଡ଼ିବା ପାଇଁ କଷ୍ଟକର ହେଉଛି? କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ପାପ କଲା ପରେ କେଉଁ ପ୍ରକାର ଦଣ୍ଡ ପାଇବେ ଲୋକ ତାହା ଜାଣନ୍ତି ନାହିଁ। ପାପର ଫଳାଫଳକୁ ଜାଣନ୍ତି ନାହିଁ। ସେଥିପାଇଁ ଲୋକମାନଙ୍କୁ ପାପ ଛାଡ଼ିବା ପାଇଁ ବହୁତ କଷ୍ଟକର ଲାଗୁଛି। ପାପ କରିବା ପାଇଁ ଇଚ୍ଛା କାହିଁକି ଲାଗୁଛି? କାରଣ ପାପର ଦଣ୍ଡ ଜଣା ନାହିଁ। ଯେଉଁ ପ୍ରକାର ଭୟଙ୍କର ଦଣ୍ଡ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଅପେକ୍ଷାରେ ଅଛି ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ଯଦି ତୁମର ଡାହାଣ ଚକ୍ଷୁ ତୁମର ବିଘ୍ନର କାରଣ ହୁଏ, ତାହାକୁ ଉପାଡ଼ି ଫିଙ୍ଗି ଦିଅ। ଗୋଟେ ଆଖି ଧରି ସ୍ୱର୍ଗକୁ ଯାଅ, ଜୀବନରେ ଯାଅ, ମାତ୍ର ଦୁଇଟି ଆଖି ଧରି ନରକକୁ ନ ଯାଅ। କାରଣ ନରକର ଦଣ୍ଡ କେତେ ଭୟଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜଣା। ସେଥିପାଇଁ ସେ ସ୍ୱର୍ଗରୁ ଓହ୍ଲାଇ ଆସି ମାନବ ଦେହ ଧାରଣ କରି ଆମ ସମସ୍ତଙ୍କର ପାପକୁ ସେ ନେଇ କ୍ରୁଶରେ ସେ ପ୍ରାୟଶ୍ଚିତ କଲେ। କେହି ନରକକୁ ନ ଯାଆନ୍ତୁ, କେହି ବିନଷ୍ଟ ନ ହୁଅନ୍ତୁ, ସମସ୍ତେ ରକ୍ଷା ପ୍ରାପ୍ତ ହୁଅନ୍ତୁ, ସ୍ୱର୍ଗକୁ ଯାଆନ୍ତୁ, ଅନନ୍ତ ସୁଖ ଭୋଗ ପାଆନ୍ତୁ, ଏହା ପ୍ରଭୁଙ୍କର ଇଚ୍ଛା। ପ୍ରିୟମାନେ, ଆମମାନେ ପାପ ଛାଡ଼ିବା ପାଇଁ କଷ୍ଟକର ଆମକୁ କାହିଁକି ହେଉଛି? କାରଣ ଆମେ ନରକର ଭୟକୁ ଜଣା ନାହିଁ, ନରକର ସେହି ଦଣ୍ଡକୁ ଆମକୁ ଜଣା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ନରକର ଦଣ୍ଡକୁ ଜାଣିଛନ୍ତି, ନରକକୁ ସେ ତିଆରି କରିଛନ୍ତି, ନରକ କେତେ ଭୟଙ୍କର ସେ ତାହା ବୁଝିଛନ୍ତି। ଆମେ ମଧ୍ୟ ଜାଣିବା ଆମେ ନରକ କେତେ ଭୟଙ୍କର। ତାହେଲେ ଆମେ ପାପ କରିବା ପାଇଁ ବା ପାପ ଛାଡ଼ିବା ପାଇଁ ଆମକୁ ସମୟ ଲାଗିବ ନାହିଁ, ସାଙ୍ଗେ ସାଙ୍ଗେ ଆମେ ପାପ ଛାଡ଼ିଦେବୁ। ପ୍ରିୟମାନେ, ଲୋକମାନେ ପାପ ଛାଡ଼ିବାର କଷ୍ଟକର କାହିଁକି? ସାଙ୍ଗେ ସାଙ୍ଗେ ଦଣ୍ଡ ମିଳୁନାହିଁ। ପାପ ଛାଡ଼ିବା ପାଇଁ କଷ୍ଟକର କାହିଁକି? କାରଣ ସୁଖ ଦେଉଛି। ପାପ ଛାଡ଼ିବା ପାଇଁ କଷ୍ଟକର କାହିଁକି? ଏଥିପାଇଁ ଯେ ନରକର ଭୟଙ୍କରତା ଆମକୁ ଜଣା ନାହିଁ। ନରକର ଭୟଙ୍କରତାକୁ ଯଦି ଆମେ ଜାଣିବା, ତାହେଲେ ଆମେ ଯଥାଶୀଘ୍ର ଏ ପାପକୁ ଆମେ ଛାଡ଼ିଦେବା। ପ୍ରିୟମାନେ, ଆସନ୍ତୁ ଆମେ ପାପକୁ ଛାଡ଼ିବା, ପାପକୁ ପରିତ୍ୟାଗ କରିବା। ଯେଉଁ ପାପ ଆମକୁ ନରକକୁ ନେବ, ସେ ପାପରୁ ଆମମାନେ ମନ ପରିବର୍ତ୍ତନ କରି ଆମେ ଜୀବନରେ ଆମେ ପ୍ରବେଶ କରିବା। ପ୍ରାର୍ଥନା କରିବା। ପବିତ୍ର ପିତା, ତୁମକୁ ଧନ୍ୟବାଦ ଦେଉଛି। ତୁମେ ଆମମାନଙ୍କୁ ପାପ କାହିଁକି ଛାଡ଼ିବା କଷ୍ଟକର ହେଉଛି ଏ ବିଷୟରେ କଥା କହିଲ। ଧନ୍ୟବାଦ ପ୍ରଭୁ। ଆଜି ଅନେକ ଜଣ ପାପରେ ଲିପ୍ତ ଅଛନ୍ତି, ଆଉ ସେ ପାପରୁ ସେମାନେ ବାହାରିବା ପାଇଁ ଇଚ୍ଛା କରୁନାହାନ୍ତି, କାରଣ ଦଣ୍ଡ ଆସୁନାହିଁ, ସୁଖ ଦେଉଛି, ନରକର ଭୟ ଜାଣିନାହାନ୍ତି। ପ୍ରଭୁ ଦୟାକର, ପ୍ରଭୁ ପାପ ଛାଡ଼ିବା ପାଇଁ ତୁମେ ସାହାଯ୍ୟ କର।
କେହି ମଧ୍ୟ ପାପରେ ନ ରୁହନ୍ତୁ, କାରଣ ଯୀଶୁଙ୍କ ରକ୍ତ ଆମକୁ ପାପରୁ ଉଦ୍ଧାର କରିବ। ପବିତ୍ର ଆତ୍ମାଙ୍କ ଶକ୍ତି ଆମକୁ ପାପ ଉପରେ ଜୟଲାଭ କରିବା ପାଇଁ ଶକ୍ତି ପ୍ରଦାନ କରିବ। ହଁ ପ୍ରଭୁ, ସେ ସବୁ ଶକ୍ତିରେ ଶକ୍ତିଶାଳୀ ହେଇ ପ୍ରଭୁ ପାପ ଉପରେ ଜୟଲାଭ କରି ସେମାନେ ପବିତ୍ର ଜୀବନଯାପନ କରିବେ। ତୁମେ ଅନୁଗ୍ରହ ପ୍ରଦାନ କର। ଯେକୌଣସି ପାପରେ ଲୋକମାନେ ଲିପ୍ତ ଅଛନ୍ତି, ମୁଁ ତୁମ ଦାସ ଭାବରେ ପ୍ରାର୍ଥନା କରେ, ଆଜିଠାରୁ ଏହି ସମୟଠାରୁ ଅନୁତାପ କରି ଫେରି ତୁମ ନିକଟକୁ ପଳାଇ ଆସନ୍ତୁ। ଏହା ମୁଁ ପ୍ରାର୍ଥନା କରୁଛି। ପ୍ରଭୁ, ତୁମେ ଅନୁଗ୍ରହ କର, ତୁମେ ଦୟା କର। ପ୍ରାର୍ଥନା ଶୁଣିଛ, ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ମାଗୁଛି, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଭିଡ଼ିଓରେ ଆମେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ।